ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି 5 ଅଗଷ୍ଟ ସୋମବାର 2024 ମସିହା ଶ୍ରାବଣ ମାସ ଶୁକ୍ଳପକ୍ଷ କର୍କଟ 21 ଦିନ। ଆଜିର ନିଷେଧ ଖାଦ୍ୟ ହେଉଛି ପାଣି କଖାରୁ ଏବଂ ବୋଇତାଳୁ। ତେଣୁକରି ଆଜି ଆମେ ପାଣି କଖାରୁ ଏବଂ ବୋଇତାଳୁକୁ ଖାଦ୍ୟ ହିସାବରେ ଗ୍ରହଣ କରିବା ନାହିଁ। ଏବେ ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ 12 ଗୋଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି। ମେଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପୂର୍ବରୁ କର୍ମକ୍ଷେତ୍ରରେ ଲାଗି ରହିଥିବା ବାଧାବିଘ୍ନ ଦୂର ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଆଜି ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। ହଜିଯାଇଥିବା କୌଣସି ଦ୍ରବ୍ୟ ଆପଣ ଫେରି ପାଇବେ। ଉଦ୍ଧାର ଦେଇଥିବା ଅର୍ଥରାଶି ମଧ୍ୟ ଫେରି ପାଇବେ। କର୍ମ ନିଯୁକ୍ତି ମିଳିପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିଛି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ସୋରିଷ ତେଲରେ ପରଟା ତିଆରି କରି ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ। ବୃଷ ରାଶି। ବୃଷ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପୂର୍ବରୁ ଥିବା ବାଧାବିଘ୍ନ ଦୂର ହେବ। ଭବିଷ୍ୟତ ବିଷୟରେ ଚିନ୍ତା କରିପାରନ୍ତି। ଦେହ ମନ ସୁସ୍ଥ ରହିବ। ଜମି କିମ୍ବା ଭୂମି କିଣିବା ପାଇଁ ଆପଣ ଚିନ୍ତା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଥିବା ବାଧାବିଘ୍ନ ଦୂର ହେବ। ବନ୍ଧୁଙ୍କଠାରୁ ଉପହାର ମିଳିପାରେ। ମହିଳାମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଦୂରଯାତ୍ରା କରିବା ସମୟରେ ମା ଲକ୍ଷ୍ମୀଙ୍କୁ ଦର୍ଶନ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। ମିଥୁନ ରାଶି। ମିଥୁନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି କର୍ମଜୀବନ ସୁଖପ୍ରଦ ହେବ। ବନ୍ଧୁବାନ୍ଧବଙ୍କ ସହିତ ହସ ଖୁସିରେ ଦିନଟି କାଟି ପାରନ୍ତି। ପୂର୍ବରୁ ଥିବା ଶାରୀରିକ ସମସ୍ୟା ଦୂର ହେବ। ସ୍ତ୍ରୀଙ୍କ ସହିତ ମତଭେଦ ଦେଖା ଦେଇପାରେ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଦୂରଯାତ୍ରା କଲାବେଳେ ମା ଦୁର୍ଗାଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। କର୍କଟ ରାଶି। କର୍କଟ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କର ଆଜି ବୟସ୍କ ମହିଳାମାନଙ୍କର ଆଣ୍ଠୁଜନିତ ଏବଂ ଅଣ୍ଟାଜନିତ ଯନ୍ତ୍ରଣା ଦେଖା ଦେଇପାରେ। କୌଣସି ରକ୍ତ ସମ୍ପର୍କୀୟ କିମ୍ବା ନିଜର ଲୋକଙ୍କଠାରୁ ଆପଣଙ୍କୁ ଆଘାତ ମିଳିପାରେ। ତେଣୁକରି ଜଗି ରଖି ଚଳନ୍ତୁ। ଆଜି ଆପଣଙ୍କ ଶରୀରରେ ଥଣ୍ଡା, ଜ୍ୱର, ଭାଇରାଲ ଇନଫେକ୍ସନ ଇତ୍ୟାଦି ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ କର୍ମଚାପ ଦେଖାଦେବ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟୁନଥିବାରୁ ଜଗି ରଖି ଚଳନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ଯେତେବେଳେ ଦୂରଯାତ୍ରା କରୁଛନ୍ତି ମହୁ ଖାଇ ଯାତ୍ରା ଆରମ୍ଭ କରନ୍ତୁ। ସିଂହ ରାଶି। ସିଂହ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ନୂତନ ନିଯୁକ୍ତି ମିଳିପାରେ। ଦେହ ମନ ସୁସ୍ଥ ରହିବ। ଯାନବାହନ ଜନିତ ଦୁର୍ଘଟଣା ଥିବାରୁ ଦେଖି ଚାହିଁ ଗାଡ଼ି ଚଳାନ୍ତୁ। ନିଜ ରକ୍ତ ସମ୍ପର୍କୀୟ କିମ୍ବା ସାଙ୍ଗସାଥୀଙ୍କର ବିଶ୍ୱାସଘାତ କରିପାରନ୍ତି। ଗୁପ୍ତ କଥା କାହାରିକୁ ମଧ୍ୟ ଆଜି କୁହନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୂର୍ବରୁ କିଛି ସମସ୍ୟା ଥିଲେ ସମାଧାନ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ମଧ୍ୟମ ରହିଛି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ଗୋଟିଏ ତମ୍ବା ଢାଳରେ ଜଳ ଏବଂ ଗୁଡ଼ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ଯାତ୍ରା ଆରମ୍ଭ କରନ୍ତୁ। କନ୍ୟା ରାଶି। କନ୍ୟା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ମାନସିକ ଚାପ ଦୂର ହେବ। ପାରିବାରିକ ଜୀବନରେ ଥିବା ବାଧାବିଘ୍ନ ଦୂର ହେବ। ଦାମ୍ପତ୍ୟ ଜୀବନରେ ଥିବା ମତ ପାର୍ଥକ୍ୟ ଦୂର ହେବ। ବନ୍ଧୁଙ୍କଠାରୁ ଉପହାର ପ୍ରାପ୍ତି କରିପାରନ୍ତି। ନୂତନ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯେତେବେଳେ ଦୂରଯାତ୍ରା କରୁଛନ୍ତି ମା ଦୁର୍ଗାଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। ତୁଳା ରାଶି। ତୁଳା ରାଶି ଜାତ ବ୍ୟକ୍ତିବିଶେଷମାନେ ଆଜି ଭ୍ରମଣ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି।
କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। କିଛି ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି। ମହିଳାମାନେ ଗୃହକରଣା ଜିନିଷ କିମ୍ବା ବସ୍ତ୍ର କିଣିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ଚଢ଼େଇମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। ବିଛା ରାଶି। ବିଛା ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପରିଶ୍ରମ ଅନୁଯାୟୀ ଫଳ କମ୍ ମିଳିବ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିଛି। ବନ୍ଧୁଙ୍କ ସହିତ ବାଦ ବିବାଦ ଦେଖାଦେଇପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ହନୁମାନଙ୍କ ପାଖରେ 7ଟି ପାନପତ୍ର ଏବଂ 7ଟି ଲବଙ୍ଗ ଅର୍ପଣ କରି ଯାତ୍ରା ଆରମ୍ଭ କରନ୍ତୁ। ଧନୁରାଶି। ଧନୁରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ମାଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବନ୍ଧୁ ଦର୍ଶନ ଯୋଗ ରହିଛି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯେତେବେଳେ ଯାଉଛନ୍ତି ଚନ୍ଦନରେ କେଶର ମିଶାଇ ତିଳକ ଲଗାଇ ମଥାରେ ଯାତ୍ରା ଆରମ୍ଭ କରନ୍ତୁ। ମକର ରାଶି। ମକର ରାଶି ଜାତ ବ୍ୟକ୍ତିବିଶେଷମାନେ ଯାନବାହନ ଚଳାଚଳରେ ଜଗି ରଖି ଚଳାନ୍ତୁ। ଶାରୀରିକ ଆଘାତ ଦେଖାଦେଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିନ୍ତିତ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ଅବଲମ୍ବନ କରନ୍ତୁ। ଶରୀରରେ ଏସିଡ଼ିଟି, ଗ୍ୟାଷ୍ଟ୍ରିକ୍ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇପାରେ। ବନ୍ଧୁ ଓ ସାଙ୍ଗସାଥୀଙ୍କ ସହ ଅପ୍ରୀତିକର ପରିସ୍ଥିତି ଦେଖାଦେଇପାରେ। ବ୍ୟବସାୟୀମାନଙ୍କର ବ୍ୟବସାୟରେ କ୍ଷତି ଘଟିପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ବେଳେ କାହାକୁ କିଛି ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି କର୍ମକ୍ଷେତ୍ରରେ କର୍ମଚାପ ବଢ଼ିଯାଇପାରେ। ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପାରିବାରିକ ଜୀବନ ମଧ୍ୟମ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିଛି। କୌଣସି ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହିତ ଦେଖା ହେଇପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଶିବଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କରନ୍ତୁ। ମୀନ ରାଶି। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଦୂର ହେବ। ଅନ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖି ଅସୁବିଧାରେ ପଡ଼ିପାରନ୍ତି। ଦିନଟି ଆପଣଙ୍କ ପାଇଁ ମଧ୍ୟମ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଭଲରେ କଟିବ। ବନ୍ଧୁ ଦର୍ଶନ ଯୋଗ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଶିବଲିଙ୍ଗରେ 7ଟି ବେଲପତ୍ର ଅର୍ପଣ କରି ଯାତ୍ରା ଆରମ୍ଭ କରନ୍ତୁ।